ସ୍ୱାଧୀନତା ଦିବସ 2026 ଉପଲକ୍ଷେ ବଛା ବଛା କୁଇଜ୍। ପ୍ରଶ୍ନ 1, ଭାରତ କେଉଁ ଦିନ ସ୍ୱାଧୀନତା ହାସଲ କରିଥିଲା? ଉତ୍ତର 1947 ମସିହା ଅଗଷ୍ଟ ମାସ 15 ତାରିଖ। ପ୍ରଶ୍ନ ନମ୍ବର 2, 2026 ମସିହା ଅଗଷ୍ଟ 15ରେ ଭାରତ କେତେତମ ସ୍ୱାଧୀନତା ଦିବସ ପାଳନ କରୁଛି? ଉତ୍ତର 80ତମ ସ୍ୱାଧୀନତା ଦିବସ। ପ୍ରଶ୍ନ ନମ୍ବର 3, ସ୍ୱାଧୀନତା ଦିବସରେ ଭାରତର ପ୍ରଧାନମନ୍ତ୍ରୀ କେଉଁଠାରେ ଜାତୀୟ ପତାକା ଉତ୍ତୋଳନ କରନ୍ତି? ଉତ୍ତର ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ। ପ୍ରଶ୍ନ ନମ୍ବର 4, ଭାରତର ଜାତୀୟ ପତାକାର ନକ୍ସା କିଏ ପ୍ରସ୍ତୁତ କରିଥିଲେ? ଉତ୍ତର ପିଙ୍ଗଳି ଭେଙ୍କାୟା। ପ୍ରଶ୍ନ ନମ୍ବର 5, ଭାରତର ସ୍ୱାଧୀନତା ସଂଗ୍ରାମର ରାଷ୍ଟ୍ରପିତା ଭାବେ କାହାକୁ ଜାଣିଛୁ? ଉତ୍ତର ମହାତ୍ମା ଗାନ୍ଧୀ। ପ୍ରଶ୍ନ ନମ୍ବର 6, ଇନକ୍ଲାବ ଜିନ୍ଦାବାଦ ନାରା କିଏ ଦେଇଥିଲେ? ଉତ୍ତର ଭଗତ ସିଂ। 7 ନମ୍ବର ପ୍ରଶ୍ନ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ? ଉତ୍ତର ପଣ୍ଡିତ ଜବାହରଲାଲ ନେହେରୁ। ପ୍ରଶ୍ନ ନମ୍ବର 8, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ? ଉତ୍ତର ପଣ୍ଡିତ ଜବାହରଲାଲ ନେହେରୁ। ପ୍ରଶ୍ନ ନମ୍ବର 8, ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ଏହି ଆହ୍ୱାନ କିଏ ଦେଇଥିଲେ? ଉତ୍ତର ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ପ୍ରଶ୍ନ ନମ୍ବର 9, ଜାତୀୟ ପତାକାରେ ଥିବା ଅଶୋକ ଚକ୍ରରେ କେତୋଟି ଅର ଥାଏ? ଉତ୍ତର 24ଟି। ପ୍ରଶ୍ନ ନମ୍ବର 10, ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନର ରଚୟିତା କିଏ? ଉତ୍ତର ରବୀନ୍ଦ୍ରନାଥ ଟାଗୋର। ପ୍ରଶ୍ନ 12, ଭାରତର ଜାତୀୟ ଗୀତ ବନ୍ଦେ ମାତରମ୍ କିଏ ରଚନା କରିଥିଲେ? ଉତ୍ତର ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ପ୍ରଶ୍ନ ନମ୍ବର 12, ଓଡ଼ିଶାର ଲବଣ ସତ୍ୟାଗ୍ରହର ମୁଖ୍ୟ ନେତା କିଏ ଥିଲେ? ଉତ୍ତର ପଣ୍ଡିତ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର। ପ୍ରଶ୍ନ 13, ବୀର ସୁରେନ୍ଦ୍ର ସାଏ ଓଡ଼ିଶାର କେଉଁ ଅଞ୍ଚଳରୁ ବ୍ରିଟିଶ ବିରୋଧରେ ଲଢ଼ିଥିଲେ? ଉତ୍ତର ସମ୍ବଲପୁର। ପ୍ରଶ୍ନ ନମ୍ବର 14, 1857 ସିପାହୀ ବିଦ୍ରୋହର ପ୍ରଥମ ଶହୀଦ କାହାକୁ କୁହାଯାଏ? ଉତ୍ତର ମଙ୍ଗଳ ପାଣ୍ଡେ। ପ୍ରଶ୍ନ ନମ୍ବର 15, ସ୍ୱରାଜ ମୋର ଜନ୍ମଗତ ଅଧିକାର ଏହି ଉକ୍ତିଟି କାହାର? ଉତ୍ତର ବାଲ ଗଙ୍ଗାଧର ତିଲକ। ପ୍ରଶ୍ନ ନମ୍ବର 16, କେଉଁ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା? ଉତ୍ତର 1942 ମସିହାରେ। ପ୍ରଶ୍ନ ନମ୍ବର 17, ଜାତୀୟ ପତାକାର 3ଟି ରଙ୍ଗ କାହାର ପ୍ରତୀକ? ଉତ୍ତର ନାରଙ୍ଗୀ ଯାହାକି ସାହସ ଓ ତ୍ୟାଗର ପ୍ରତୀକ, ସଫେଦ ବା ଧଳା ରଙ୍ଗ ଯାହାକି ଶାନ୍ତି ଓ ସତ୍ୟର ପ୍ରତୀକ ଅଟେ, ସବୁଜ ରଙ୍ଗ ସମୃଦ୍ଧି ଓ ବିଶ୍ୱାସର ପ୍ରତୀକ ଅଟେ। ପ୍ରଶ୍ନ ନମ୍ବର 18, ଓଡ଼ିଶାର କେଉଁ ଘଟଣାକୁ ରକ୍ତ ତୀର୍ଥ ବୋଲି କୁହାଯାଏ? ଉତ୍ତର ଇରମ ଗୁଳିକାଣ୍ଡ ଯାହାକି ଭଦ୍ରକ ଠାରେ ହୋଇଥିଲା। ପ୍ରଶ୍ନ ନମ୍ବର 19, ଲୌହ ମାନବ ଭାବେ କିଏ ପରିଚିତ ବା ଆଇରନ୍ ମ୍ୟାନ୍ ଅଫ୍ ଇଣ୍ଡିଆ କାହାକୁ କୁହାଯାଏ? ଉତ୍ତର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ପ୍ରଶ୍ନ ନମ୍ବର 20, ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ? ଉତ୍ତର ଡକ୍ଟର ରାଜେନ୍ଦ୍ର ପ୍ରସାଦ। ପିଲାମାନେ, ଆଶା କରୁଛି ଭିଡ଼ିଓଟି ପସନ୍ଦ ଆସିଥିବ। ଆଉ କିଏ ସବୁ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଛ ମୋତେ କମେଣ୍ଟରେ ନିଶ୍ଚୟ ସେମାନଙ୍କର ନାମ ଜଣେଇବ। ଥ୍ୟାଙ୍କ ୟୁ।